ଜାଡ଼ରେ ଥରୁଛି ସାରା ଓଡ଼ିଶା। ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ। ଆଜିଠାରୁ ପୁଣି ବଢ଼ିଲା ଥଣ୍ଡା। ରାଜ୍ୟରେ ରାତି ତାପମାତ୍ରା କମିବା ସହ ଥଣ୍ଡା ବଢ଼ିଛି। ଶନିବାର ଯାଏଁ ରାତି ତାପମାତ୍ରା ପ୍ରାୟ 4 ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ରାତିରେ ଉଦୟଗିରି, ଦାରିଙ୍ଗବାଡ଼ି, ଚିପିଲିମା, ଫୁଲବାଣୀ, ବୌଦ୍ଧ ଓ ସୋନପୁର ଭଳି ସ୍ଥାନର ରାତି ତାପମାତ୍ରା ଖସିଛି। ଦିନକରେ ଉଦୟଗିରିରେ ପାରଦ ପ୍ରାୟ 5 ଡିଗ୍ରୀ କମିଛି। ଦାରିଙ୍ଗବାଡ଼ିରେ ପ୍ରାୟ 2.5 ଡିଗ୍ରୀ, ଫୁଲବାଣୀରେ 1.5 ଡିଗ୍ରୀ, ଭୁବନେଶ୍ୱରରେ 4 ଡିଗ୍ରୀ, କଟକରେ 3 ଡିଗ୍ରୀ ଖସିଯାଇଛି ପାରଦ। ଆଗକୁ ଶୀତ ବଢ଼ିବା ସହ କୁହୁଡ଼ି ବି ବଢ଼ିବ। ଆଗାମୀ 4 ଦିନରେ ପାରଦ 4 ଡିଗ୍ରୀ କମିଯିବ। ଆସନ୍ତା 7 ତାରିଖ ରାତିରେ ମଧ୍ୟ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା ଓ କେନ୍ଦ୍ରୀୟ ଓଡ଼ିଶାରେ ରାତି ତାପମାତ୍ରା ଆଉ 1 ଡିଗ୍ରୀ କମିପାରେ। କିନ୍ତୁ 8 ତାରିଖ ରାତିରେ ବହୁ ସ୍ଥାନରେ ସର୍ବନିମ୍ନ ତାପମାତ୍ରା 1ରୁ 2 ଡିଗ୍ରୀ ବଢ଼ିବ। 9 ତାରିଖରୁ ପୁଣି ତାପମାତ୍ରା ଖସିବ ଓ ଶୀତ ଜାରି ରହିବ। 5 ଓ 9 ତାରିଖରେ ଘନ କୁହୁଡ଼ି ଦେଖାଦେବ। ପାଣିପାଗ କେନ୍ଦ୍ରର ଆକଳନ କହୁଛି ଆସନ୍ତା 2 ଦିନରେ ରାତି ତାପମାତ୍ରା 2ରୁ 3 ଡିଗ୍ରୀ ଖସିପାରେ। ଫୁଲବାଣୀ, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, କେନ୍ଦୁଝରରେ ରାତି ତାପମାତ୍ରା କମ୍ ରହିବ। ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଝାରସୁଗୁଡ଼ା, ବଲାଙ୍ଗୀର ଓ ସୋନପୁରରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ଉଦୟଗିରିରେ ରାତି ତାପମାତ୍ରା ସବୁଠୁ କମ୍ ବା 9.8 ଡିଗ୍ରୀ ରହିଥିଲା। ଦାରିଙ୍ଗବାଡ଼ିରେ 10 ଡିଗ୍ରୀ, ଚିପିଲିମାରେ 11.7, ଫୁଲବାଣୀରେ 12, ଝାରସୁଗୁଡ଼ାରେ 12.1, ରାଉରକେଲାରେ 12.2, କିରେଇ ଓ କେନ୍ଦୁଝରରେ 13.2, ଢେଙ୍କାନାଳ, ଭଦ୍ରକ ଓ ସୁନ୍ଦରଗଡ଼ରେ 14, ନବରଙ୍ଗପୁରରେ 14.2, ଶିମିଳିଗୁଡ଼ାରେ 14.5 ଡିଗ୍ରୀ ରେକର୍ଡ ହୋଇଛି। କଟକରେ 14.8 ଓ ଭୁବନେଶ୍ୱରରେ 16.4 ଡିଗ୍ରୀ ରେକର୍ଡ ହୋଇଛି। ଝାରସୁଗୁଡ଼ାରେ ରାତି ତାପମାତ୍ରା ସ୍ୱାଭାବିକ ଠାରୁ 1.4 ଡିଗ୍ରୀ କମ୍ ଥିଲା। ଦକ୍ଷିଣ ବଙ୍ଗୋପସାଗରରେ ଥିବା ବାତ୍ୟା ଡିଡ଼ୁଆ ଦୁର୍ବଳ ହୋଇ ଗଭୀର ଅବପାତ ଓ ଏବେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ମେଘୁଆ ପାଗ ରହୁଥିଲା। ପରବର୍ତ୍ତୀ ଖବର, ଆବାସ ଯୋଜନାର ନାମ କଟିଥିଲେ ମଧ୍ୟ ଆପଣଙ୍କୁ ମିଳିବ ଘର। ଜାଣନ୍ତୁ ଏଥିପାଇଁ ଆପଣଙ୍କୁ କ'ଣ କରିବାକୁ ହେବ। ନମସ୍କାର ବନ୍ଧୁଗଣ, ସୂଚନା ଅନୁସାରେ ପ୍ରତ୍ୟେକଟି ଲୋକଙ୍କର ନିଜ ପାଇଁ ଏକ ସ୍ୱତନ୍ତ୍ର ବାସଗୃହର ଆବଶ୍ୟକତା ରହିଥାଏ। କାରଣ ମନୁଷ୍ୟର 3ଟି ଅତି ଦରକାରୀ ଜିନିଷ ହେଉଛି ଖାଦ୍ୟ, ବସ୍ତ୍ର ଓ ବାସଗୃହ। ତେବେ ବାସଗୃହ ସମସ୍ତଙ୍କ ପାଇଁ ଦରକାର ପଡ଼ିଥାଏ, ଯେଉଁଠାରେ କି ବ୍ୟକ୍ତି ତା'ର ସମ୍ପୂର୍ଣ୍ଣ ପରିବାରବର୍ଗଙ୍କ ସହିତ ସୁରକ୍ଷିତ ଭାବରେ ବସବାସ କରିପାରିବ। ସେଥିପାଇଁ ସେମାନଙ୍କ ବାସଗୃହର ସୁବିଧା ପାଇଁ ସରକାର ତାଙ୍କମାନଙ୍କ ପାଇଁ ବାସଗୃହର ସୁବିଧା ଯୋଜନା କରିଛନ୍ତି। ଯାହାଦ୍ୱାରା ସେହି ଆବାସ ଯୋଜନା ମାଧ୍ୟମରେ ପ୍ରତ୍ୟେକଟି ନିରାଶ୍ରୟୀ ଲୋକ ନିଜ ପାଇଁ ଖଣ୍ଡେ ଖଣ୍ଡେ ଘର ନିର୍ମାଣ କରିପାରିବେ। ତେବେ ବହୁତ ଲୋକଙ୍କର ମନରେ ପ୍ରଶ୍ନ ରହିଥିଲା ଏହା କି ଯେ ଆବାସ ଯୋଜନା ପାଇଁ ବହୁତ ଲୋକ ଆବେଦନ କରିଥିଲେ। ତେବେ ସବୁ ପ୍ରକାର ସୂଚନା ମଧ୍ୟ ନିଆଯାଇ କେଉଁମାନେ ବାସଗୃହ ପାଇବାର ସଠିକ୍ ହିତାଧିକାରୀ ସେମାନଙ୍କୁ ମଧ୍ୟ ଚୟନ କରାଯାଇଥିଲା। ତେବେ ଏହି ଆବାସ ମାଧ୍ୟମରେ ବାସଗୃହର ସୁବିଧା ବହୁତ ଶୀଘ୍ର ମିଳିବା ପାଇଁ ଯାଉଛି। ତେବେ ବିଜେପି ଦଳର ପୃଥ୍ୱୀ ହରିଚନ୍ଦନଙ୍କର ଏକ ବିଜେପି ସଭାରେ ବହୁତ ବଡ଼ ମନ୍ତବ୍ୟ ଦେଇଛନ୍ତି, ଯାହାକି ଆବାସ ଯୋଜନାରେ ଅଧିକାରୀମାନଙ୍କ ପାଇଁ ଏକ ବହୁତ ବଡ଼ ଖୁସି ଖବର ଅଟେ। କାରଣ ବହୁତ ଶୀଘ୍ର ସେମାନଙ୍କର ଆଶା ପୂରଣ ହେବା ପାଇଁ ଯାଉଛି। କାରଣ ଆବାସ ଯୋଜନାରେ ବହୁ ନୀତି ଦୁର୍ନୀତି ମଧ୍ୟରେ ଆବାସ ମିଳିବା ପାଇଁ ଲୋକମାନଙ୍କୁ ବିଳମ୍ବର ସାମ୍ନା କରିବାକୁ ପଡ଼ୁଥିଲା। ତେବେ କେନ୍ଦ୍ର ସରକାର ସିଧାସଳଖ ରାଜ୍ୟ ସରକାରଙ୍କ ଉପରେ ବହୁତ ବଡ଼ ଗୁରୁ ଦାୟିତ୍ୱ ଦେଇଛନ୍ତି, ଯାହାକି ଆସନ୍ତା ଡିସେମ୍ବର ମାସରେ ଆବାସ ଯୋଜନା ପାଇଁ ଆବେଦନ କରିଥିବା ସବୁ ହିତାଧିକାରୀଙ୍କ ଲିଷ୍ଟରେ ପ୍ରତି ପଞ୍ଚାୟତରେ କାର୍ଯ୍ୟକାରୀ କରାଯିବ। ଯାହାଦ୍ୱାରା ଯେତେ ଶୀଘ୍ର କାଗଜପତ୍ରର ଲିଷ୍ଟରେ ଆବାସ ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ନାମ ଉଠିବ, ସେତେ ଶୀଘ୍ର ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ସୁବିଧା ପାଇପାରିବେ। ପରବର୍ତ୍ତୀ ଖବର, ଆଧାର କାର୍ଡ଼ ଅପଡେଟ୍ ହେଲା ସହଜ। ଏଥର ବିନା ଡକୁମେଣ୍ଟରେ ମୋବାଇଲ ନମ୍ବର ହୋଇଯିବ ଅପଡେଟ୍। ଯଦି ଆପଣ ଆପଣଙ୍କର ଆଧାର କାର୍ଡ଼ ଅପଡେଟ୍ କରିବା ପାଇଁ ବାରମ୍ବାର ଆଧାର କେନ୍ଦ୍ରକୁ ଯାଇ ଥକି ଯାଇଛନ୍ତି, ତେବେ ଆଉ କୌଣସି ଅସୁବିଧା ହେବ ନାହିଁ। UIDAI ନୂତନ ଆଧାର ଆପ୍ ମାଧ୍ୟମରେ ଆପଣଙ୍କ ଘରେ ବସି ଆପଣଙ୍କ ମୋବାଇଲ ନମ୍ବର ଅପଡେଟ୍ କରି ସାଧାରଣ ଜନତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛି। ଏହାର ଅର୍ଥ ହେଉଛି ଆପଣଙ୍କୁ ଆଉ ଆପଣଙ୍କ ଆଧାରରେ ଆପଣଙ୍କର ମୋବାଇଲ ନମ୍ବର ବଦଳାଇବା ପାଇଁ ଆଧାର କେନ୍ଦ୍ରକୁ ଯିବାକୁ ପଡ଼ିବ ନାହିଁ କିମ୍ବା ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡ଼ିବ ନାହିଁ। ଆପ୍ ମାଧ୍ୟମରେ ଆପଣ କେବଳ ଆପଣଙ୍କ ଘରେ ବସି ଆପଣଙ୍କ ମୋବାଇଲ ନମ୍ବର ଅପଡେଟ୍ କରିପାରିବେ ନାହିଁ, ବରଂ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ ଆପଣଙ୍କର ମୋବାଇଲ ନମ୍ବର ଅପଡେଟ୍ କରିବା ପାଇଁ କୌଣସି ଡକୁମେଣ୍ଟର ଆବଶ୍ୟକତା ହିଁ ନାହିଁ। ଟିକେଟ୍ ବୁକିଂ ନିୟମରେ ବଡ଼ ପରିବର୍ତ୍ତନ, ବଦଳିଲା ତତ୍କାଳ ଟିକେଟ୍ କାଟିବାର ନିୟମ। ଭାରତୀୟ ରେଳବାଇ ଅନଲାଇନ୍ ଟିକେଟ୍ ବୁକିଂ ନିୟମରେ କିଛି ପରିବର୍ତ୍ତନ କରିଛି। ବର୍ତ୍ତମାନ ଅଫଲାଇନ୍ ରିଜର୍ଭେସନ୍ କାଉଣ୍ଟରରୁ ତତ୍କାଳ ଟିକେଟ୍ କିଣୁଥିବା ଲୋକଙ୍କ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି। ରେଳବାଇ କାଉଣ୍ଟରରେ ଜାରି ହୋଇଥିବା ଟିକେଟ୍ ପାଇଁ
ଏକ OTP ଆଧାରିତ ପ୍ରମାଣୀକରଣ ବ୍ୟବସ୍ଥା ପ୍ରଚଳନ କରିଛି। ଏହାର ଅର୍ଥ ହେଉଛି ଯଦି ଆପଣ ରିଜର୍ଭେସନ୍ କାଉଣ୍ଟରରୁ ତତ୍କାଳ ଟିକେଟ୍ କିଣନ୍ତି ତେବେ ଆପଣଙ୍କୁ ପ୍ରଥମେ OTP ସେୟାର କରିବାକୁ ପଡ଼ିବ। ଏହା ମାଧ୍ୟମରେ ରେଳବାଇ ସମ୍ପୂର୍ଣ୍ଣ ଟିକେଟ୍ ବୁକିଂ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ସୁରକ୍ଷିତ କରିବାକୁ ଲକ୍ଷ୍ୟ ରଖିଛି। ଏହି ନୂତନ ନିୟମ କାର୍ଯ୍ୟକାରୀ କରିବା ପୂର୍ବରୁ ଭାରତୀୟ ରେଳବାଇ 17 ନଭେମ୍ବର 2025 ଠାରୁ ରିଜର୍ଭେସନ୍ କାଉଣ୍ଟରରେ ବୁକ୍ ହୋଇଥିବା ତତ୍କାଳ ଟିକେଟ୍ ପାଇଁ OTP ସିଷ୍ଟମ ପାଇଲଟ ପରୀକ୍ଷଣ ଆରମ୍ଭ କରିଥିଲା। ପାଇଲଟ ପର୍ଯ୍ୟାୟରେ ଏହି ସିଷ୍ଟମ 52ଟି ଟ୍ରେନ୍ରେ କାର୍ଯ୍ୟକାରୀ କରାଯାଇଥିଲା ଏବଂ ଏହାର ସଫଳତା ପରେ ଏବେ ଏହାର ପୂର୍ଣ୍ଣ କାର୍ଯ୍ୟକାରୀ ପାଇଁ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଉଁମାନଙ୍କୁ ମିଳିବ ନାହିଁ ଘର? ନମସ୍କାର ବନ୍ଧୁଗଣ, ସୂଚନା ଅନୁସାରେ ସରକାରଙ୍କ ତରଫରୁ ଜନତାମାନଙ୍କ ପାଇଁ ବହୁ କିଛି ଯୋଜନା କରାଯାଇଛି। ସେଥିମଧ୍ୟରୁ ସରକାରଙ୍କ ଆବାସ ଯୋଜନା ମଧ୍ୟ କରାଯାଇଛି। ତେବେ ଯେଉଁମାନଙ୍କର ଆର୍ଥିକ ସ୍ଥିତି ଏତେ ଭଲ ନଥିବାରୁ ଘର ଖଣ୍ଡିଏ କରିବାର ସ୍ୱପ୍ନକୁ ମଧ୍ୟ ସେମାନେ ସାକାର କରିପାରୁନାହାନ୍ତି, ସେମାନଙ୍କ ଘରର ସ୍ୱପ୍ନକୁ ସରକାରଙ୍କ ତରଫରୁ ଏହି ଆବାସ ଯୋଜନା ମାଧ୍ୟମରେ ପୂରଣ କରାଯାଇପାରୁଛି। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୟନ ହୋଇଥିବା ସମ୍ଭାବ୍ୟ ହିତାଧିକାରୀଙ୍କ ନାମ ପ୍ରତ୍ୟେକଟି ବ୍ଲକ କିମ୍ବା ପଞ୍ଚାୟତ ସ୍ତର ମାନଙ୍କରେ ପ୍ରକାଶ ପାଇବ, ଯାହାକୁ ଦେଖି ଲୋକମାନେ ଜାଣିପାରିବେ ଯେଉଁମାନେ ଘର ପାଇଁ ଆବେଦନ କରିଥିଲେ ତାଙ୍କ ନାମ ସେହି ପ୍ରଧାନମନ୍ତ୍ରୀ ଆବାସ ଚୟନ ହିତାଧିକାରୀଙ୍କ ମଧ୍ୟରେ ଅଛି କି ନାହିଁ। ତେବେ ଯେଉଁ ସବୁ ହିତାଧିକାରୀଙ୍କ ନାମ ସେହି ତାଲିକାରେ ବାହାରିଥିବ ସେଥିମଧ୍ୟରୁ କେଉଁମାନେ ଉପଯୁକ୍ତ ଆବାସ ପାଇଁ ଯୋଗ୍ୟ ହିତାଧିକାରୀ କି ନାହିଁ ଯଦି ଜାଣିଥିବେ, ତେବେ ଯେଉଁମାନେ ଆବାସ ପାଇଁ ଯୋଗ୍ୟ ବିବେଚିତ ହେଉନଥିବେ ସେମାନଙ୍କ ନାମରେ ଅଭିଯୋଗ ମଧ୍ୟ କରିପାରିବେ। ଏଥିପାଇଁ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଅଛି। ତେବେ କିପରି ଆବାସ ପାଇଁ ଅଯୋଗ୍ୟ ହିତାଧିକାରୀ ବୋଲି ଜାଣିବେ, ଚାଲନ୍ତୁ ଜାଣିବା। ତେବେ ଯେଉଁମାନଙ୍କର 2, 3 କିମ୍ବା 4 ଚକିଆ ଯାନ ଥିବ, 3 କିମ୍ବା 4 ଚକିଆ କୃଷି ଯାନ୍ତ୍ରିକ ଉପକରଣ ଥିଲେ, କିଷାନ କ୍ରେଡ଼ିଟ୍ କାର୍ଡ଼ର ଲିମିଟ୍ ଯଦି 50,000ରୁ ଅଧିକ ଥାଏ, ଘରର କୌଣସି ବ୍ୟକ୍ତି ସରକାରୀ ଚାକିରିଆ ଥିଲେ, ଅଣକୃଷି ଉଦ୍ୟୋଗ ଭାବରେ ଘରଗୁଡ଼ିକ ସରକାରଙ୍କ ନିକଟରେ ପଞ୍ଜୀକୃତ ଥିଲେ, ଘରର କୌଣସି ସଦସ୍ୟଙ୍କର ରୋଜଗାର ମାସିକ 10,000ରୁ ଅଧିକ ଥିଲେ, ଯଦି ଘରର ସଦସ୍ୟ ଇନକମ୍ ଟ୍ୟାକ୍ସ ଦେଉଥିବେ, କୌଣସି ପ୍ରଫେସନାଲ କାର୍ଯ୍ୟ ପାଇଁ ଟ୍ୟାକ୍ସ ଦେଉଥିଲେ, ଘରେ ଫ୍ରିଜ୍ ଓ ଲ୍ୟାଣ୍ଡଲାଇନ୍ ଫୋନ୍ ଥିଲେ, ଅଧିକ ଜଳସେଚିତ ଜମିର ମାଲିକ ହୋଇଥିଲେ, ତେବେ ଏହିସବୁ କାରଣ ମଧ୍ୟରୁ କୌଣସି ଗୋଟିଏ କାରଣ ଥିଲେ ସେହି ବ୍ୟକ୍ତି ଆବାସ ଘର ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ତେବେ ଏମାନଙ୍କ ନାମରେ ଅଭିଯୋଗ ବାକ୍ସରେ ଲିଖିତ ଆକାରରେ ମଧ୍ୟ ଅଭିଯୋଗ କରିପାରିବେ। ଏହା ବ୍ୟତୀତ ସିଧାସଳଖ କଲ୍ କିମ୍ବା ଅନଲାଇନ୍ ମାଧ୍ୟମରେ ମଧ୍ୟ ଅଭିଯୋଗ କରିପାରିବେ। ବାରବାଟୀ T20 ଅଫଲାଇନ୍ ଟିକେଟ୍ ଶୁକ୍ରବାର ସକାଳ 6ରୁ ଧାଡ଼ି। ବାରବାଟୀ ଷ୍ଟାଡିୟମରେ ଡିସେମ୍ବର 9ରେ ଭାରତ ଦକ୍ଷିଣ ଆଫ୍ରିକା T20 ମ୍ୟାଚ୍ ଅନୁଷ୍ଠିତ ହେବାକୁ ଯାଉଛି। ଅଫଲାଇନ୍ ମାଧ୍ୟମରେ ଟିକେଟ୍ ବିକ୍ରି ହେବା ପୂର୍ବରୁ ବୁଧବାର DCP ଏହାର ସମୀକ୍ଷା କରିଛନ୍ତି। କାଉଣ୍ଟରରେ 10,000 ଟିକେଟ୍ ବିକ୍ରି କରାଯିବ। 5 ତାରିଖ ସକାଳ 9ଟାରୁ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି ହେବ। ତେବେ କ୍ରିକେଟ୍ ଏକାଡେମୀ ପଟୁ ପ୍ରବେଶ ପଥ ରହିବ ଏବଂ ପ୍ରସ୍ଥାନ ଗେଟ୍ ସମ୍ପୂର୍ଣ୍ଣ ଅଲଗା ରହିବ। ଡିସେମ୍ବର 5 ତାରିଖ ସକାଳ 9ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହେବ, ତେଣୁ ସକାଳ 6ଟାରୁ ସାଧାରଣ ଦର୍ଶକ ଧାଡ଼ିରେ ରହିବାକୁ ଅନୁମତି ରହିଛି। ଟିକେଟ୍ କିଣିବା ପାଇଁ କେହି ପୂର୍ବ ରାତିରୁ ଧାଡ଼ିରେ ରହିପାରିବେ ନାହିଁ। କଳାବଜାରୀ ଉପରେ ସ୍ୱତନ୍ତ୍ର ଭାବେ ନଜର ରଖାଯିବ। ଏହାଛଡ଼ା ପୋଲିସ ବାହିନୀ ସାଦା ପୋଷାକରେ ମୁତୟନ ରହିବେ। CCTV ସର୍ଭେଲାନ୍ସରେ ଟିକେଟ୍ ବିକ୍ରି ପ୍ରକ୍ରିୟା କରାଯିବ। କମିଶନରେଟ୍ ପୋଲିସ ଡିସେମ୍ବର 4 ତାରିଖ ସନ୍ଧ୍ୟାରୁ ସେଠାରେ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ମୋଟ 40 ପ୍ଲାଟୁନ୍ ଫୋର୍ସ ନିୟୋଜିତ ହେବାକୁ ଥିବାବେଳେ ପ୍ରତି ସିଟ୍ରେ 28 ପ୍ଲାଟୁନ୍ ଫୋର୍ସ ରହିବେ। 6 ଜଣ ADCP, 15 SCP, 40 ଜଣ ଇନ୍ସପେକ୍ଟର, 150 SI ଓ ASI ନିୟୋଜିତ ହେବେ। ପୋଲିସ ସହିତ ମେଡିକାଲ ଟିମ୍ ଓ ଅଗ୍ନିଶମ ଟିମ୍ ମଧ୍ୟ ନିୟୋଜିତ ରହିବେ। ବକ୍ସିବଜାର ଅଗ୍ନିଶମ କେନ୍ଦ୍ର ପକ୍ଷରୁ ଏକ 6 ଜଣିଆ ଟିମ୍ ନିୟୋଜିତ କରାଯିବ। ଏଥିରେ ଗୋଟିଏ ଅଗ୍ନିଶମ ଗାଡ଼ି ରହିବ। ହଜାର ହଜାର କ୍ରିକେଟ୍ ପ୍ରେମୀ ଏକାଠି ହେବାକୁ ଥିବାବେଳେ କୌଣସି ଅଘଟଣ ଏଡ଼ାଇବାକୁ ଉଭୟ ଅଗ୍ନିଶମ ଓ ଡାକ୍ତରୀ ଟିମ୍ ସଜାଗ ରହିବା ନେଇ DCPଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ବିଧାନସଭାରେ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସାମ୍ବାଦିକଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସମସ୍ତ ସାମ୍ବାଦିକଙ୍କ ପାଇଁ ପେନ୍ସନ୍ ବ୍ୟବସ୍ଥା ଲାଗୁ କରିବା ପ୍ରସ୍ତାବ ଓଡ଼ିଶା ସରକାରଙ୍କ ବିଚାରାଧୀନ ରହିଛି ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ସୂଚନା ଦେଇଛନ୍ତି। ଭାଜପା ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ ସଂଗଠନ ପକ୍ଷରୁ ସାମ୍ବାଦିକମାନଙ୍କୁ ପେନ୍ସନ୍ ଦେବା ପାଇଁ ସରକାରଙ୍କ ନିକଟରେ ଅନୁରୋଧ କରିଛନ୍ତି। ଏହି ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ପ୍ରିଣ୍ଟ, ଇଲେକ୍ଟ୍ରୋନିକ୍, ଡିଜିଟାଲ ଓ ୱେବ୍ ମିଡ଼ିଆରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କୁ ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯିବ। ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା ଅଧୀନରେ ସ୍ୱାସ୍ଥ୍ୟ ବୀମା ସୁବିଧା ଯୋଗାଇ ଦିଆଯାଉଛି। ଏହି ଯୋଜନା ଅଧୀନରେ କାର୍ଯ୍ୟରତ ସାମ୍ବାଦିକ ଏବଂ ତାଙ୍କ ପରିବାର ଏମ୍ପେନେଲ୍ଡ ହସ୍ପିଟାଲରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ୟାସଲେସ୍ ଚିକିତ୍ସା ସୁବିଧା ପାଇପାରୁଛନ୍ତି। ପରବର୍ତ୍ତୀ ଖବର, 300ରୁ ଅଧିକ ଫ୍ଲାଇଟ୍ ବାତିଲ କଲା ଇଣ୍ଡିଗୋ ବିମାନ। ବିବାଦରେ ଇଣ୍ଡିଗୋ ବିମାନ ଏୟାରଲାଇନ୍ସ
ଆଜି ସ୍ୱାଭାବିକ ହୋଇପାରେ ପରିସ୍ଥିତି। ଲଗାତାର ବାତିଲ ହେଉଛି ଇଣ୍ଡିଗୋ ଫ୍ଲାଇଟ୍ସ। ହଇରାଣ ହେଉଛନ୍ତି ହଜାର ହଜାର ଯାତ୍ରୀ। କେଉଁଠି କିଏ ଟିକେଟ୍ ଟଙ୍କା ମାଗୁଛି ତ ଆଉ କିଏ ଫ୍ଲାଇଟ୍ ବାତିଲ ହେବାର କାରଣ ପଚାରି ଥକିଗଲାଣି। ତେବେ ଯେଉଁ କମ୍ପାନୀ ଦିନେ ଲୋକଙ୍କର ସବୁଠାରୁ ବିଶ୍ୱସ୍ତ ଏୟାରଲାଇନ୍ସ ଥିଲା, କାହିଁକି ଏବେ ଏତେ ବିବାଦରେ ଫସିଛି? କାହିଁକି ଏମାନେ ଲୋକଙ୍କୁ ସୁବିଧା ପ୍ରଦାନ କରିପାରୁନାହାନ୍ତି? କ'ଣ ରହିଛି କାରଣ? ଆସନ୍ତୁ ଜାଣିବା। ବିମାନ ଚଳାଚଳ କ୍ଷେତ୍ରରେ ନୂତନ ସୁରକ୍ଷା ନିୟମ ଯୋଗୁଁ ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ଲଗାତାର ତୃତୀୟ ଦିନ ପାଇଁ କର୍ମଚାରୀ ଅଭାବର ସମ୍ମୁଖୀନ ହୋଇଛି। ଏହା ଇଣ୍ଡିଗୋର କାର୍ଯ୍ୟକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଗଣମାଧ୍ୟମରେ ରିପୋର୍ଟ ଅନୁଯାୟୀ ଦିଲ୍ଲୀ ଏବଂ ମୁମ୍ବାଇ ସମେତ 10ରୁ ଅଧିକ ବିମାନବନ୍ଦରରେ 300ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯେଉଁଥିପାଇଁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। ଡିସେମ୍ବର 4 ତାରିଖରେ ଇଣ୍ଡିଗୋ ଅଧିକାରୀ ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ DGCA ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଦେଶବ୍ୟାପୀ ଚାଲିଥିବା ବିମାନ ବାଧା ମଧ୍ୟରେ ଏହି ବୈଠକ ଡକାଯାଇଥିଲା।